ଆଜି ଗୋଟାଏ ବିଷୟ ସମଗ୍ର ଦୁନିଆକୁ ସ୍ତବ୍ଧ କରିଦେଇଛି। ପ୍ରକୃତ ସ୍ନେହ ପ୍ରେମ ଭଲ ପାଇବାର ବନ୍ଧନ କେତେ ଆପଣାର, କେତେ ଯେ ନିବିଡ଼, ବେଳେବେଳେ କଳ୍ପନା କରିବା ଆମ ପକ୍ଷେ ସମ୍ଭବ ହୁଏ ନାହିଁ। ସେହି ଅନାବିଳ ପ୍ରେମ ସମ୍ପର୍କରେ ଯେତେବେଳେ ପୂର୍ଣ୍ଣଚ୍ଛେଦ ପଡ଼ିଯାଏ, ପରିଶେଷରେ ତାହାର ପରିଣାମ କ'ଣ ହୁଏ, ସେହି ବିଷୟ ଆଜି ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ବିଷୟ ସାହିତ୍ୟ ସହିତ ସ୍ୱତଃପ୍ରତ ଭାବେ ଜଡ଼ିତ। ଏହାର କିଞ୍ଚିତ୍ ମୁଁ ଆପଣମାନଙ୍କ ସାମ୍ନାରେ ପ୍ରକାଶ କରିବାକୁ ଯଥାର୍ଥ ମନେ କଲି। ଆମ ସମାଜରେ ଗୋଟିଏ ବିବାହିତା ନାରୀ ମଥାରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧିଥାଏ। ତା ସ୍ୱାମୀର ମଙ୍ଗଳ ଦୀର୍ଘାୟୁ କାମନା କରି ଗତ ଜନ୍ମର ସାଥୀ ହେବା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାଏ। ଯେତେ ବାଧାବିଘ୍ନ, କଷ୍ଟର ପାହାଡ଼, ଦୁଃଖର ଝଡ଼ ଆସିଲେ ବି ସ୍ୱାମୀର ହାତ ଛାଡ଼ିବ ନାହିଁ। କିନ୍ତୁ ବେଳେବେଳେ ଏହି ଅଙ୍କ ଭୁଲ ହୋଇଯାଏ। ସମସ୍ୟାକୁ ସମ୍ମୁଖୀନ, ପରିସ୍ଥିତିକୁ ଆୟତ୍ତ କରି ନ ପାରି ଅତୁଟ ବନ୍ଧନଟା ସାତ ସପନ ହୋଇଯାଏ। କିନ୍ତୁ ନେପାଳ ଅଧିବାସୀ ସୃଜନା ଏମିତି ଏକ ସାବିତ୍ରୀ, ତାର ସେବା, ତ୍ୟାଗ, ନିଷ୍ଠା, ଅସୀମ ଧୈର୍ଯ୍ୟ ପାଖରେ ସମଗ୍ର ମଣିଷ ଜାତି ଏକ ନୂତନ ଶିକ୍ଷା ଲାଭ କଲା। ସୃଜନା ସୁବେଦୀ ଇନଷ୍ଟାଗ୍ରାମ, ଟିକଟକ୍, ସୋସିଆଲ ମିଡ଼ିଆର ଏକ ଚର୍ଚ୍ଚିତ ଚେହେରା। ବିବେକ ସହିତ ତାଙ୍କର 6 ବର୍ଷର ଭଲ ପାଇବା। ସେ ଭଲ ପାଇବାରେ ଥିଲା ସ୍ୱାର୍ଥ ନା ଧନ ସମ୍ପତ୍ତିର ଲାଳସା? ସେହି ମଧୁର ସମ୍ପର୍କରୁ ସୃଷ୍ଟି ହୁଏ ବିବାହ ବନ୍ଧନର ଏକ ପବିତ୍ର କାହାଣୀ। ବିବେକ ମନସ୍ଥ କରନ୍ତି PhD କରିବାକୁ। ସୃଜନା ତାଙ୍କ ସାଥ ଦେବା ପାଇଁ ନେପାଳରୁ 2 ଜଣଙ୍କ ଯାତ୍ରା ହୁଏ ସୁଦୂର ଆମେରିକା। ଆମେରିକାରେ ବେଶ କିଛି ଦିନ ସେମାନଙ୍କର ହସ ଖୁସି ମୌଜ ମଜଲିସରେ ଦିନଗୁଡ଼ିକ ବିତେ, ଯାହାର ଦୃଶ୍ୟ ସୃଜନା ତାଙ୍କ ସୋସିଆଲ ମିଡ଼ିଆରେ ଫ୍ରେଣ୍ଡସ୍ ଫଲୋଅର୍ସଙ୍କ ପାଖକୁ ସେୟାର କରିଛନ୍ତି। କାହାର ନଜର ଲାଗିଗଲା କେଜାଣି, ସୃଜନା ବିବେକଙ୍କ ସେହି ହସ ଖୁସିର ସୁନେଲି ମୁହୂର୍ତ୍ତ ଈଶ୍ୱରଙ୍କୁ ବୋଧେ ବେଶୀ ଦିନ ମଞ୍ଜୁର ନଥିଲା। ଅସୁସ୍ଥତା ଯୋଗୁଁ ବିବେକ ମୁଣ୍ଡରେ ବହୁତ ଜୋରରେ ଯନ୍ତ୍ରଣା ଅନୁଭବ କରନ୍ତି। ମେଡ଼ିକାଲରେ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼େ ତାଙ୍କ ମୁଣ୍ଡରେ ବ୍ରେନ୍ ଟ୍ୟୁମର। ଏ ବିଶ୍ୱରେ ଏମିତି କେହି ଜଣେ ନାହିଁ ଯେଉଁ ରୋଗର ନାଁ ଶୁଣିଲେ ସଦୃଢ଼ ଧୈର୍ଯ୍ୟର ସହିତ ନିଜକୁ ଆୟତ୍ତ କରି ରଖିପାରିବ। ସୃଜନା ଜଣେ ବିବାହିତ ନାରୀ, ଯାହାଙ୍କ ସହିତ ହସ ଖୁସି ଆନନ୍ଦରେ ସେ ଏତେ ଦିନ ଅତିବାହିତ କରିଥିଲେ। ତାଙ୍କୁ ଯେ ଏହି ନିଷ୍ଠୁର ମାରାତ୍ମକ ରୋଗ ଏତେ ଶୀଘ୍ର ଆକ୍ରାନ୍ତ କରିବ, ସେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିବେ। ନିଜର ଉପସ୍ଥିତି ଜାଣି ନପାରି ସୃଜନା ଜଡ଼ ପଥର ପାଲଟି ଗଲେ। ସତେ ଯେମିତି ତାଙ୍କ ପାଦ ତଳୁ ମାଟି ଧସି ଧସି ଯାଉଛି। ଚତୁର୍ଦିଗ ତାଙ୍କୁ ଅନ୍ଧକାର ଦେଖାଗଲା। ବିବେକଙ୍କୁ କ୍ୟାନ୍ସର 4 ଷ୍ଟେଜ୍, ହାତରେ ମାତ୍ର 6 ମାସ ସମୟ। ଶୁଣିବା ମାତ୍ରେ ସେଇଠି ସେ ଲଥ କରି ବସି ପଡ଼ିଲେ। ସତରେ ବିଧିର କି ଏ ନିଷ୍ଠୁର ବିଚାର! ସେହି ସ୍ୱଳ୍ପ ସମୟରେ ବିବେକକୁ ପାରୁ ପର୍ଯ୍ୟନ୍ତ ଖୁସି ଦେବା ପାଇଁ ସୃଜନା ନିଜ ନିସ୍ତେଜ ହୃଦୟରେ ଶକ୍ତି ସଞ୍ଚାର କରି ପୁଣି ଏକ ନୂଆ ଜୀବନ ଯିବାକୁ ଶତ ପ୍ରୟାସ କଲା। ଗୋଟାଏ ମୁହୂର୍ତ୍ତ ଦୂରେଇ ନ ଯାଇ ଗୋଟିଏ ନବଜାତ ଶିଶୁର ମା ପରି ପ୍ରତ୍ୟେକ ସମୟ, ପ୍ରତ୍ୟେକ କ୍ଷଣ ବିବେକ ପାଖରେ ଉପସ୍ଥିତ ରହି ବ୍ରସ୍ କରାଇବା, ଖୋଇବା, ମିଠା ମିଠା କଥା କହି ଶୁଆଇ ଦେବା, ନୂଆ ନୂଆ ରିଲ୍ସ କରି ଚେନାଏ ହସ ଫୁଟାଇବା ସୃଜନାଙ୍କ ଯେମିତି ପ୍ରତିଦିନ ରୁଟିନ୍ ହୋଇଯାଇଥିଲା। ବିବେକ ସେବାରେ ମନ ପ୍ରାଣ ଏପରି ଭାବରେ ଦେଇ ସେ ମଜି ଯାଇଥିଲେ, ସତେ ଯେମିତି ନିଜ କଥା କେଉଁ ଅଥଳ ସାଗରରେ ହଜେଇ ଦେଇଛନ୍ତି। କେମୋଥେରାପି, ସର୍ଜରୀ ହେବା ଦ୍ୱାରା ବେଳେବେଳେ କ୍ୟାନ୍ସର ରୋଗୀର କେଶ କଟାଯାଏ କିମ୍ବା ଆପେ ଆପେ ଝଡ଼ିଯାଏ। ବିବେକଙ୍କ ଏପରି ଅବସ୍ଥା ଦେଖି ସୃଜନା ନିଜେ ନିଜର ଲମ୍ବା ଲମ୍ବା କେଶକୁ ମଧ୍ୟ ନିଜ ହାତରେ କାଟି ଦେଇଥିଲେ। ସତରେ ଏଥିରୁ ବାରି ହୋଇଯାଏ ସେମାନଙ୍କର ପ୍ରେମ, ଭଲ ପାଇବା କେତେ ଗଭୀର ନଥିଲା।
ବିବେକଙ୍କ ମୃତ୍ୟୁକୁ ଖୁବ୍ ନିକଟରୁ ଦେଖୁଥିଲେ ମଧ୍ୟ ସୃଜନା କେବେ ହେଲେ ହିମ୍ମତ ଅସୀମ ସାହସ ଦେବାକୁ ବିବେକକୁ କୌଣସି ମୁହୂର୍ତ୍ତ ପଛଘୁଞ୍ଚା ଦେଉନଥିଲେ। ଏମିତିକି ଜନ୍ମଦିନ, ବିବାହ ବାର୍ଷିକ ଉତ୍ସବ ଖୁବ୍ ଧୁମଧାମରେ ପାଳନ କରୁଥିଲେ। ବାହାରକୁ ବୁଲାଇ ନେଇ ଆଶ୍ୱାସନା ଦେଉଥିଲେ ଖୁବ୍ କମ୍ ଦିନେ ସବୁକିଛି ଠିକ୍ ହେଇଯିବ। ଆଜି ପର୍ଯ୍ୟନ୍ତ ଏହି ରୋଗରୁ କେହି ବି ବର୍ତ୍ତି ନାହାନ୍ତି, କାହାରି ସାଥ ଦେଇନାହିଁ। ବିବେକ ବା ସେଥିରୁ କେଉଁଠି ବାଦ ପଡ଼ନ୍ତେ। 19 ଡିସେମ୍ବର 2024 ସବୁକିଛି ଓଲଟପାଲଟ କରିଦେଲା। ସ୍ନେହ, ପ୍ରେମ, ନିଛକ ଭଲ ପାଇବାର ମଧୁର ସମ୍ପର୍କ ସବୁଦିନକୁ ସମାଧି ନେଲା। ଯାହାର କେବେ ସାଥ ଛାଡ଼ିବେ ନାହିଁ ବୋଲି କଥା ଦେଇଥିବା ତାଙ୍କର ସେଇ 7 ଜନ୍ମର ସାଥୀ ସୃଜନାଙ୍କ ହାତ ଛାଡ଼ି ବିବେକ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲେ। ବିବେକଙ୍କ ପ୍ରତି ତାଙ୍କର ନିଷ୍ଠା, ତ୍ୟାଗ, ନିଃସ୍ୱାର୍ଥପର ସେବା, ସୃଜନାଙ୍କ ପାଇଁ ତାଙ୍କର ପ୍ରେମ, ଭଲ ପାଇବା ଯୁଗ ଯୁଗକୁ ଅମର ହୋଇ ରହିଗଲା। ଏହି ବିଷୟ ଜାଣିଲା ପରେ ସମସ୍ତେ କହନ୍ତି ଏବେ ବି ସାବିତ୍ରୀ ବଞ୍ଚିଛି।